हरिदासपुर गाँव रहुथिला चाषीटीए। तार जिनिसपत्र बुहाइबा पई से पाखरे रखिथिला गधटीए। चाषी से गध को बहुत खटौथिला। आउ ताको ठीक रे खाइबा पीबाकू दौनथिला। बयस बढ़िबा संगे संगे गधटी आउ विशेष खटी पारिला नाही। तेणु मालिक ताकू आउ पाखरे रखिबाकू इच्छा कला नाही। दिने चाषी तार धान बस्ता गध पिठिरे लदी पाखरे थिबा हाटकू जाउथिला। आउ अधा बाटरे चाषी को गध दगा देला। कौन हैला? आज्ञा मु आउ पारुने। पारुनु माने? मु ए जिनिस नहीं आउ आगो को जाई परिबेनी। सुन मते रगानी कहूची। हे भगवान मु एबे कौन करिबी? चाषी आउ गधर कौनसी कथा सुनिलानी। से गध को निर्धुम पिटिला। गध किछि उपाय न पाई जोर रे कांदिला। से दिन राति रे गध भी किछि खाइबाकू पाइलानी। उपासरे बिचरा छटपट हैला। ए गधटा सबु सीमा टपी गला। याकू आउ पाखरे रखी हबनी। आज याको हाटरे नहीं बिकी देबी। सतकू सत गध को हाटकू नहीं गला चाषी। हेले एमिति गोटे गध को देखी हाटरे केही ताकू भी नबाकू इच्छा कलेनी। चाषी चिंता कला, ठीक अछि आज नहेले काली ए गध को तो बिकिबी। किंतु ए गध आउ काम को पारुनी। तेणु मोर जिनिस पत्र बोहिबा पाई आउ गोटे गध निहाती दरकार। एई कथा विचार करी से हाटरू आउ गोटे गध किनिकी आनिला। से दिन राति रे दुईटी गध पाखापाखी बंधा ही थांती। आउ दुहिंक भितरे चली थाए कथाबार्ता। तमे केमिति बुढ़ा बड़ी दिशुच जानिच? हाँ खटी खटी मो अवस्था नहीं। आउ मालिक दिने खाइबाकू देले दिने नाही। तेणु मते बिकी देले हुए तो को कंसेई नहीं जीव। कंसेई भी तुमको नबनी। हस हस आहुरी हस। मु तो एठू विदा हेई जीबी। तमे नुआ करी आसिल। तुमको मालिक केमिति रखिब केते खाइबाकू दब तमे देखिबनी। ता परदिन चाषी बुढ़ा गधकू नहीं पुणी हाटकू गला। सेठी जने जमीदार श्रेणीर लोक जी कि अत्यंत दयालु। से दया परवश होई तांको सांगरे गधकू नहीं गले। आउ ताकू नहीं निज घरे रखिले। चाषी ता घरे नहीं रखिथिबा गधटी को बहुत खटौथिला। आउ ता बदल रे खाइबाकू बहुत कम दउथिला। अपर पक्षरे जमीदार घरे रहुथिबा गधटी भलरे दिनकू दिमुठा खाइबाकू पाउथिला। आउ चाषी घर तुलना रे ताकू बेसी परिश्रम भी पड़ू नथिला। तेणु गधटी धीरे धीरे टिके सुंदर दिसिला। दिने गधकू सांगरे आनी जमीदार जनक चाषी रहुथिबा गाँ को किछि कामरे आसिले। सेठी चाषी गधकू देखी हतबाक हेगला। अरे ये मोरी गध ना? ये ते सुंदर केमिति हेगला?
ଠିକ ତ ମୁଁ ବି ସେଇ କଥା ଭାବୁଛି ଯେ ଇଏ କେମିତି ଏତେ ସୁନ୍ଦର ହେଇଗଲା। ମୋ ବିଷୟରେ ଭାବୁଛ ନା? ଶୁଣ, ଭଲ ଜାଗାରେ ଭଲ ପରିବେଶରେ ଜଣେ ବଢ଼ିଲେ ସେ ନିଶ୍ଚୟ ସୁନ୍ଦର ଦେଖାଯିବ। ମୋତେ ଏଠି ଖାଇବାକୁ ମିଳୁନଥିଲା, କିନ୍ତୁ ସେଠି ମୁଁ ପେଟ ପୂରେଇ ଦିନକୁ 2 ଓଳି ଖାଇଲି। ଆଉ ପରିଶ୍ରମ ବି ଏଠିକା ତୁଳନାରେ ସେଠି କମ୍ ପଡ଼ିଲା। ତେଣୁ ମୁଁ ସୁନ୍ଦର ଦେଖାଗଲି। ତା ଛଡ଼ା ଏଠି ମୁଁ ମାନସିକ ଅଶାନ୍ତି ଭିତରେ ରହୁଥିଲି। ସବୁବେଳେ ମାଲିକ ମୋ ଉପରେ ଚିଡ଼ିଚିଡ଼ି ହେଉଥିଲା। ହେଲେ ସେଠି ଏକଥା ନାହିଁ। ମୋ ମାଲିକ ବହୁତ ଭଲ। ହେଲେ ତମେ କାହିଁକି ଏମିତି ଦେଖାଯାଉଛ? ମୁଁ ମାନେ ତମେ ଜାଣିଛ, ସେଦିନ ରାତିରେ ମତେ ଯୋଉ କଥା କହୁଥିଲ ସେଇଟା ସତ। ଛାଡ଼, ଯାହା ଭାଗ୍ୟରେ ଯାହା ଅଛି। ଚାଷୀ ଗାଁରୁ କାମ ସାରି ଗଧଟି ଜମିଦାରଙ୍କୁ ନେଇ ଫେରିଗଲା। ସେ ଚାଲିଗଲା ପରେ ଚାଷୀ ପାଖରେ ଥିବା ଗଧଟି ଚିନ୍ତା କରୁଥିଲା। ସତରେ ସମୟ ସବୁବେଳେ ଠିକ୍ ନଥାଏ। ସମୟ ବି ବାଜି ପଲଟେଇ ଦିଏ। ଗୋଟିଏ ଅଗନାଅଗନି ବନସ୍ତରେ ରାଜା ଥିଲା ସିଂହଟିଏ। ହାତୀ, ଗଧ, ବାଘ, ହରିଣ, ଠେକୁଆ, ମୂଷା ଇତ୍ୟାଦି ପ୍ରାଣୀ ତାର ପ୍ରଜା ଥିଲେ। ରାଜା ଥିଲା ବହୁତ କୌଶଳୀ। ଯଦି ପ୍ରଜା ତାକୁ ନ୍ୟାୟ ମାଗିବାକୁ ଯାଉଥିଲେ, ତେବେ ସେ ବହୁତ କୌଶଳ କ୍ରମେ ନ୍ୟାୟ କରୁଥିଲା। ସେଇ ବଣରେ ରହୁଥିଲା ଗଧଟିଏ, ଯିଏକି କୌଣସି କଥା ବୁଝେନି। ତାକୁ ଯିଏ ଯୋଉ କଥା କହିଦିଏ, ସେ ଭାବେ ସେଇଟା ହିଁ ସତ। ସେ କଥା ଯେ ସତ କି ମିଛ, ତାର ପରୀକ୍ଷା ନିରୀକ୍ଷା ପାଇଁ ସେ କେବେ ମନ ବଳାଏନି। ବଣରେ ରହୁଥିବା ବାଘମାମୁର କଥା ଥିଲା ନିଆରା। ସେ ଯାହା ସତ ତାକୁ ହିଁ ଗ୍ରହଣ କରୁଥିଲା। ଦିନେ ଗଧ ବଣରେ ଚରୁଥିବା ବେଳେ ତାର ବିଲୁଆଟିଏ ଦେଖାହେଲା। ଗଧ ଭାଇ, ଚରି ସାରିଲଣି? ନାଇଁ, ଆଜିକାଲି ଭଲ ଘାସ ଆଉ କୋଉଠି ମିଳୁଛି ଯେ? କାହିଁ, ଯାହାକୁ ଚରୁଛ ସେଇଟା କ'ଣ ଘାସ ନୁହଁ କି? ଘାସ ଯେ, ହେଲେ ଆଗ ଭଳି ଆଉ କଅଁଳିଆ ଘାସ କାହିଁ? ଆଚ୍ଛା, ଏ ଗଧ ତାହେଲେ ଆଜିକାଲି ବହୁତ ସିଆଣିଆ ହେଇଗଲାଣି। ଖାଇ ପିଇ ପେଟ ପୁରି ଗଲା ପରେ କହୁଛି କ'ଣ ନା କଅଁଳିଆ ଘାସ ଦରକାର। ତା କଥା ଏଥର ବୁଝିବାକୁ ପଡ଼ିବ। ହଉ, ତମେ ଯାଅ, ମୁଁ ଟିକେ ଛାଡ଼ି ଚରିକି ଯିବି। ଆଚ୍ଛା ଗଧ ଭାଇ, ତମେ ଏପର୍ଯ୍ୟନ୍ତ ଯୋଉ ଘାସ ସବୁ ଖାଇଲ, ତା ରଙ୍ଗ କ'ଣ ଥିଲା? ମାନେ ମୋ କହିବା କଥା, ତମେ ତ ସବୁଦିନ ଘାସ ଖାଉଛ, ହେଲେ ଘାସର ରଙ୍ଗ କ'ଣ କହିଲ? ଘାସର ରଙ୍ଗ ତ ସବୁଜ। ବୁଝିଲ ଗଧ ଭାଇ, ତମେ ଯେମିତି ଥିଲ ସେମିତି ରହିଗଲ। ତମ ଜୀବନରେ ଆଉ ଉନ୍ନତି ହିଁ ନାହିଁ। ଆରେ, ତା ମାନେ ଘାସର ରଙ୍ଗ କ'ଣ? ମୁଁ ଯେବେଠୁ ଜାଣିଛି ଘାସର ରଙ୍ଗ ତ ସବୁଜ। ତା ଛଡ଼ା ମୁଁ ଆଖି ଆଗରେ ବି ଦେଖୁଛି। ଘାସର ରଙ୍ଗ ନୀଳ, ବୁଝିଲ? ନୀଳ। ଘାସର ରଙ୍ଗ ନୀଳ? ହଁ, ଘାସର ରଙ୍ଗ ନୀଳ। ତମେ ମତେ ଠକି ଦଉନ ତ? ଗଧକୁ ପୁଣି କିଏ ଠକିବ? ତା ମାନେ ଏ ବିଲୁଆ ଭାଇ ଠିକ କଥା କହୁଛି। ଘାସର ରଙ୍ଗ ନୀଳ। ହଠାତ୍ ଗଧକୁ ଘାସ ସବୁ ନୀଳ ରଙ୍ଗର ଦେଖାଗଲା। ସେ ପୁଣି କିଛି ବାଟ ଗଲା, ସେଠି ବି ଘାସ ତାକୁ ନୀଳ ରଙ୍ଗର ଦେଖାଗଲା। ଆଉ କିଛି ବାଟ ଗଲା ପରେ ସେ ପୁଣି ଘାସକୁ ଦେଖିଲା।
ତଥାପି ତାକୁ ନୀଳ ରଙ୍ଗର ଦେଖାଗଲା। ଗଧ ଏଥର ମନେ ମନେ ସ୍ଥିର କରିନେଲା ଯେ ସତରେ ଘାସର ରଙ୍ଗ ନୀଳ। ବିଲୁଆ ଭାଇ ଠିକ କଥା କହୁଥିଲା, ଘାସର ରଙ୍ଗ ନୀଳ। ଗଧ କିଛି ବାଟ ଗଲା ପରେ ତାର ହରିଣ ସହିତ ଦେଖାହେଲା। ସେ ହରିଣକୁ ପଚାରିଲା, ହରିଣ ଭାଇ, ଘାସର ରଙ୍ଗ କ'ଣ? ଘାସ ସବୁଦିନେ ଖାଉଛୁ, ଘାସ ରଙ୍ଗ କ'ଣ ଆଜି ଯାଏ ଜାଣିନୁ? ବାଃ, ଘାସର ରଙ୍ଗ କ'ଣ ତୁ ବି ଆଜି ଯାଏ ଜାଣିନୁ? ମାନେ 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 ଘାସର ରଙ୍ଗ ହେଲା ନୀଳ। ପାଗଳ ନା କ'ଣ? ଘାସ ରଙ୍ଗ ସବୁଜ। ଭଲ କି ଦେଖେ, ଘାସର ରଙ୍ଗ ନୀଳ। ମତେ କହିଲା କ'ଣ ନା ପାଗଳ। ଏମିତି ବାଟସାରା ଯିଏ ବି ଦେଖାହେଲେ ଗଧ ସମସ୍ତଙ୍କୁ କହି ଚାଲିଲା ଯେ ଘାସର ରଙ୍ଗ ନୀଳ। ଶେଷରେ ବାଟରେ ଆସୁଥିବା ଗୋଟିଏ ବାଘ ସାଙ୍ଗରେ ତାର ଦେଖାହେଲା। ତା ସାଙ୍ଗରେ ବି ସମାନ କଥାକୁ ନେଇ ଗଧର ଯୁକ୍ତିତର୍କ ଆରମ୍ଭ ହେଲା। ଆରେ ତୁଟ ତ ମୂର୍ଖ, ନହେଲେ ଘାସର ରଙ୍ଗ ନୀଳ ବୋଲି କେମିତି କହୁଛୁ? ଘାସର ରଙ୍ଗ ସବୁଜ। ତମେ କିଛି ଜାଣିନ, ଘାସର ରଙ୍ଗ ନୀଳ। ଏମିତି କଥା କଟାକଟି ହେବା ପରେ ଦୁହେଁ ଚାଲିଲେ ସିଂହ ମହାରାଜାଙ୍କ ଦରବାରକୁ। ସିଂହ ମହାରାଜ ଦୁହିଁଙ୍କ କଥା ଶୁଣି ଏକ ଅଦ୍ଭୁତ ନ୍ୟାୟ କଲେ। ମହାରାଜ, ଆପଣ କୁହନ୍ତୁ, ଘାସର ରଙ୍ଗ କ'ଣ? ଘାସର ରଙ୍ଗ କ'ଣ ମାନେ? ଆରେ ଆରେ, ଗଧ ମୁଣ୍ଡରେ କିଏ ଗୋଟେ ଏଭଳି କଥା ପୂରେଇ ଦେଇଛି, ଇଏ ଆଉ ବୁଝିବନି। କ'ଣ ମହାରାଜ, ସତ କଥା କୁହନ୍ତୁ, ଘାସର ରଙ୍ଗ ନୀଳ ନା ସବୁଜ? ହଁ, ଘାସର ରଙ୍ଗ ନୀଳ ତ। ମହାରାଜ, ଏ ବାଘ ମୋ ସାଙ୍ଗରେ ବହୁତ ସମୟରୁ ଯୁକ୍ତି କରୁଛି, କହୁଛି ଘାସର ରଙ୍ଗ ସବୁଜ। ନା ନା, ତମେ ଠିକ କହିଛ, ଘାସର ରଙ୍ଗ ନୀଳ। ମହାରାଜ, ଆପଣଙ୍କ କଥାକୁ ମିଛ ବୋଲି କହୁଥିବା ଏ ବାଘର କ'ଣ ହବ? ବାଘ? ବାଘକୁ ଏ ବଣରୁ ବିଦା କରାଯିବ। ମହାରାଜ, ବାଘକୁ ଏ ବଣରୁ ବିଦା କରାଯାଉ। ଗଧ ହସି ହସି ସିଂହ ମହାରାଜଙ୍କ ଦରବାରରୁ ଚାଲିଗଲା। ଆଉ ସେ ଚାଲିଯିବା ପରେ ବାଘ ମାମୁଁ ସିଂହକୁ ପଚାରିଲା, ଘାସ କ'ଣ ସତରେ ନୀଳ? ଘାସର ରଙ୍ଗ କେବେ ନୀଳ ହେଲାଣି ନା ହବ? ଘାସର ରଙ୍ଗ ତ ସବୁଜ। ତାହେଲେ ଆପଣ ଗଧକୁ ଏମିତି କାହିଁକି କହିଲେ? ତମେ ଭୁଲ କହିଥିଲ ବୋଲି ନୁହଁ, ମୂର୍ଖ ସାଙ୍ଗରେ ଯୁକ୍ତି କରୁଥିଲ ବୋଲି। ତମେ କାହା ସାଙ୍ଗରେ ଯୁକ୍ତି କରୁଥିଲ ବାଘ ମାମୁଁ? ଗୋଟେ ଗଧ ସାଙ୍ଗରେ? ଆରେ ସେ କିଛି ବୁଝିପାରେନି ବୋଲି ତ ସେ ଗଧ। ତେଣୁ ତମକୁ କଳା ପାଣି ପାର ନୁହଁ, ତମକୁ ଫାଶୀ ଦଣ୍ଡ ମିଳିବା ଦରକାର। ଏକଥା ଶୁଣିବା ପରେ ବାଘର ହେଜ ପଶିଲା। ସେ ଚିନ୍ତା କଲା, ସତରେ ତ ସେ କାହା ସହ ଯୁକ୍ତି କରୁଥିଲା? ଗୋଟାଏ ଗଧ ସାଙ୍ଗରେ। ଶେଷରେ ବାଘ କାନ ମୁଣ୍ଡା ଆଉଁସି ବଣ ଛାଡ଼ି ଗଲା। ସତରେ ମୂର୍ଖ ସାଙ୍ଗରେ ଯୁକ୍ତି କରିବା ଠାରୁ ବଡ଼ ମୂର୍ଖାମି ଆଉ କିଛି ନାହିଁ।